କରିଛନ୍ତି ସେଥିପାଇଁ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଏବଂ ସାକ୍ଷ୍ୟ କହିବା ନିମନ୍ତେ ମଧ୍ୟ ପ୍ରଭୁ ଅନୁଗ୍ରହ କରିଛନ୍ତି ଏବଂ ପ୍ରଭୁଙ୍କ ଦାସ ଦାସୀ ମାନେ ମତେ ସୁଯୋଗ ଦେଇଥିବାରୁ ବିଶେଷ କରି ମୁଁ ପ୍ରଭୁଙ୍କ ଦାସ ଦାସୀ ମାନଙ୍କୁ ଏବଂ ଜଡ଼ିତ ପ୍ରତ୍ୟେକକୁ ମୋ ହୃଦୟ ସହିତ ପ୍ରେଜ୍ ଦ ଲର୍ଡ ଜଣାଏ। ଆଉ ମତେ ତ ସମୟ ଅଳ୍ପ ଦିଆଯାଇଛି, ମୁଁ 10 ମିନିଟ ଚେଷ୍ଟା କରୁଛି ସରେଇବା ନିମନ୍ତେ। ଆଉ ମୋ ନାଁ ମୁଁ ପରିଚୟ ଦେଉଛି, ମୋ ନାଁ ଇପ୍ସିତା ନାୟକ। ଆମେ 3 ଭଉଣୀ ଜାଣିଛନ୍ତି, ରଶ୍ମିତା ଦିଗାଲ ଦିଦି, ଝୁନୁ ଆଉ ମୋ ସାନ ଭାଇ ଜଣେ। ମୁଁ ବାହା ହେଇଛି, ମୋର ପୁଅ ଝିଅ 2ଟା। ଆମେ ଭୁବନେଶ୍ୱରରେ ରହୁଛୁ। ଆମର ସାକ୍ଷ୍ୟ ଗୋଟେ ଅଛି ଅନେକ ବର୍ଷର, କିନ୍ତୁ ପ୍ରଭୁଙ୍କ ଅନୁଗ୍ରହ ମୋ ପ୍ରତି ଯୋଉଟା ଅଛି ମୁଁ ସେଇଟା ଆଜି କହିବା ପାଇଁ ଚାହୁଁଛି। ଆଉ ମୁଁ ବହୁତ ଛୋଟବେଳେ ବିବାହ କରିଥିଲି, 16-17 ବର୍ଷରେ। ତାର ରିଜନ ଗୋଟେ ଥିଲା। ଆଉ ମୋ ବଡ ଦିଦି ରଶ୍ମିତା ଦିଗାଲ, ସେ 10th ପଢୁଥିଲେ ସେତେବେଳେ ତାଙ୍କର ବାହାଘର ଠିକ ହେଇଥିଲା। ଆଉ ଗୋଟେ ରୋମାନ କାଥଲିକ ଫ୍ୟାମିଲି ସହିତ ଜଡିତ ଥିଲା। ସେମାନେ ନିଜ ଲୋକ ହିଁ ସେଇଟା ପ୍ରସ୍ତାବ କରିଥିଲେ। ଆଉ ଯେତେବେଳେ ବାହାଘର ସବୁ ଠିକ ହେଲା, ଡେଟ ଫିକ୍ସ ହେଲା, ଦିଦି କିନ୍ତୁ ବାହାଘରକୁ ରିଜେକ୍ଟ କରିଦେଇଥିଲେ। ଆଉ ଯୋଉ ଦ୍ଵାରା ଆମ ଲୋକମାନେ ବି ଆମକୁ ମାନେ କଥାବାର୍ତ୍ତା ହେଲେନି, କାରଣ ସେମାନେ ଇଚ୍ଛା କରିଥିଲେ। ଆମ ସହିତ ସମ୍ପର୍କ ହିଁ ରଖିଲେନି। ତମେ ଆମ ସମ୍ପର୍କ ମାନେ ଆମେ ଯୋଉଟା ଇଚ୍ଛା କରିଥିଲୁ ଆଉ ସେ ବାହାଘରକୁ ରିଜେକ୍ଟ କଲ ବୋଲି। କିନ୍ତୁ ପ୍ରଭୁଙ୍କର ଇଚ୍ଛା ଥିଲା ଦିଦି ଆଉ ପ୍ରଭୁଙ୍କର ସେବା କାର୍ଯ୍ୟ ପାଇଁ ଟ୍ରେନିଂ ବାହାରିଲେ। ଘରର ବି ପରିସ୍ଥିତି ସେତେବେଳେ ବହୁତ ଅସୁବିଧା ଥିଲା, ଆମେ ଛୋଟ ଥିଲୁ। ଆଉ ଆମ ଘର ବି ବହୁତ ଛୋଟ ଥିଲା, କିଛି ବି ମାନେ ବହୁତ ଅସୁବିଧାରେ ଥିଲୁ। କିନ୍ତୁ ଯେତେବେଳେ ଦିଦି ସମସ୍ତ ଲୋକମାନଙ୍କୁ କିଛି କଥା ନ ଶୁଣି ପ୍ରଭୁଙ୍କର ସେବା କାର୍ଯ୍ୟ ପାଇଁ ବାହାରିଲେ, ସେଇଦିନଠୁ ଆମ ଘରେ ବହୁତ ଆଶୀର୍ବାଦ ଆସିଲା। ଆଉ ପ୍ରଭୁ ଅନୁଗ୍ରହ କଲେ, ଆଉ ସମସ୍ତ ବିଷୟ ଠିକ ହେଲା ଦିଦି ଆମ ପରିବାର ପାଇଁ ଆଉ ସାକ୍ରିଫାଇସ କରିଛନ୍ତି। ମୁଁ ବିଶେଷ କରି ଆମ ଦିଦିଙ୍କୁ ଧନ୍ୟବାଦ ଦିଏ। ଆମମାନଙ୍କୁ ସେ ଗୋଟେ ବାପା ମା ଭାଇ ଭଉଣୀ ପରି ଆମମାନଙ୍କୁ ବହୁତ ସ୍ନେହ କରିଛନ୍ତି ଆଜି ପର୍ଯ୍ୟନ୍ତ। ଆଉ ପ୍ରଭୁରେ ରହିବା ପାଇଁ ଆମକୁ ସଦାସର୍ବଦା ଆମ ପ୍ରତି ସେ ବିଶ୍ୱସ୍ତ ଅଟନ୍ତି, ସେଥିପାଇଁ ମୁଁ ଧନ୍ୟବାଦ ଦିଏ। ଆଉ ଏ ସମୟରେ ଆମ ମା ବି ଦୁଃଖ କରୁଥିଲେ, କାରଣ ମା ବି ଇଚ୍ଛା କରିଥିଲେ ସେ ପୁଅକୁ ବାହାଘର କରିବା ପାଇଁ। କିନ୍ତୁ ତାପରେ ଯେତେବେଳେ ମୁଁ 10th ପାସ୍ ହେଲି, ମୁଁ ବି ଟ୍ରେନିଂ 2 ବର୍ଷ ଗଲି। ଆଉ ସେ ପିରିୟଡ ବିଷୟରେ ମୋର ବି ବାହାଘର ପ୍ରସ୍ତାବ ଆସିଲା। ଆଉ ସେ ପୁଅକୁ ବି ଘରେ ଇଚ୍ଛା କଲେ, ମା ବି ଇଚ୍ଛା କଲା, ଆଉ ମତେ ବାହାଘର କରିଦେଲେ। ମୁଁ କୌଣସି ବିଷୟରେ ଆଉ ସେ ପରିବାର ବିଷୟରେ ନ ଜାଣିକି ମୁଁ ବିବାହ କଲି। ତାପରେ ଯେତେବେଳେ ମୁଁ ବାହାଘର ହେଲି 2 ମାସ ପରେ ମୁଁ ବହୁତ ସେ ଘରେ ବହୁତ କଷ୍ଟ ପାଇଲି, କାରଣ ସେମାନେ ପ୍ରଭୁଙ୍କୁ ଜାଣିନଥିଲେ। ଆଉ ସେ ପୁଅ ବି ଛୋଟବେଳଠୁ ତାଙ୍କ ଯେହେତୁ ମୋ ଶାଶୁ ସାବତ ଶାଶୁ ଥିଲେ, ଆଉ ସେକେଣ୍ଡ ମା ଯିଏ ସେ 5 ଭାଇ ଭଉଣୀକୁ ଜନ୍ମ କରିଥିଲେ, ତାଙ୍କୁ ସେ ବହୁତ ସ୍ନେହ କରୁଥିଲେ। ତାକୁ ଆଉ ସ୍ନେହ କରୁନଥିଲେ, ଯୋଉ ଦ୍ଵାରା ସେ ଛୋଟ ବୟସରୁ 10 ବର୍ଷରୁ ହିଁ ସେ ବାହାରେ ରହୁଥିଲେ। କୌଣସି ଭାଇ ଭଉଣୀର ସ୍ନେହ ସମ୍ପର୍କ କିଛି ଜାଣିନଥିଲେ। ଆଉ ମୁଁ କେବଳ ବାହାଘର ପାଇଁ ତାକୁ ଡାକିଥିଲେ। ଏଇ ବିଷୟ ସମସ୍ତ ସ୍ୱାମୀ କିଛି ଜାଣିନଥିଲୁ। ଯେତେବେଳେ ମୁଁ ବାହା ହେଲି ଆଉ ପରିବାର ଗଠନ କରିବା ପାଇଁ, ଆଉ ମତେ ବହୁତ କଷ୍ଟ ହେଲା। ମୁଁ ପ୍ରଭୁଙ୍କୁ ଜାଣିଥିଲି, ପ୍ରଭୁଙ୍କ ବାକ୍ୟରେ ବଢିଥିଲି। ମୋ ବାପା ଛୋଟବେଳଠୁ ପ୍ରଭୁଙ୍କ ବାକ୍ୟରେ ଆମକୁ ଶିକ୍ଷା ଦେଉଥିଲେ। ଆଉ ସେ ବିଷୟକୁ ମନେ ପକେଇକି ମୁଁ ବହୁତ କଷ୍ଟ ପାଇଲି। ପ୍ରାର୍ଥନା କରିବା ପାଇଁ ସୁଯୋଗ ନଥିଲା, ଚର୍ଚ୍ଚ ଯିବା ପାଇଁ ସୁଯୋଗ ନଥିଲା। ବହୁତ କଷ୍ଟରେ ମୁଁ ରହିଲି। ଏମିତି ଘରେ ବି ମନା କଲେ, ତୁ ଆସେ ମା କହିଲେ, ତଥାପି ମୁଁ ନାହିଁ, ମୋର ଜଣେ ସ୍ୱାମୀ, ତାକୁ ରହିବି। ମୁଁ ସେ କଷ୍ଟରେ ରହିଲି ଏବଂ ଧୀରେ ଧୀରେ ମୋ ଝିଅ ବଡ ଝିଅ ବି ଜନ୍ମ ହେଲା ବେଶୀ। ତାପରେ ବଡ ଝିଅ ଜନ୍ମ ହେଲା, ଆମ ଶାଶୁଘରରେ ଆମ ରହିବା ପାଇଁ ବି ଗୋଟେ ଘର ନଥିଲା। ଆମ ଶାଶୁ ଶ୍ୱଶୁର ଆମକୁ ଘର ବି ଜାଗା ବି ଦେଉନଥିଲେ। ବହୁତ ଦୁଃଖ ଲାଗୁଥିଲା। ଆଉ ବଡ ଝିଅ ତ ଆମ ଗାଁରେ ଜନ୍ମ ହେଲା। ତାପରେ ଗାଁରେ ଜନ୍ମ ହେଲା ପରେ ଆମେ କେରଳ ପଳେଇଲୁ। ମୋ ସ୍ୱାମୀ ମୁଁ ମୋ ଝିଅ ପଳେଇଲୁ। ଥରେ 2008ରେ ଦଙ୍ଗା ହେଲା। ଦଙ୍ଗା ପରେ ମା ମାନେ ଜଙ୍ଗଲରେ ରହିଲେ, ବହୁତ କଷ୍ଟ ପାଇଲେ, ଘର ଦ୍ୱାର ସବୁ ପୁରା ପୋଡିଦେଲେ। ତ ମୁଁ କହିଲି ଘରକୁ ଟିକେ ଯିବା। ତାପରେ ଆମେ ଦଙ୍ଗା ପରେ 2 ମାସ ପରେ ଦଙ୍ଗା ପରେ ଆମେ ଘରକୁ ଆସିଲୁ। ସେତେବେଳେ ମୋର ପୁଅ କନସିଭରେ ଥିଲା। ଯେତେବେଳେ ଗାଁକୁ ଆସିଲୁ, ଗାଁରେ ଘର ବି ନାହିଁ, ଘର ଦ୍ୱାର ସବୁ ଭାଙ୍ଗି ଦିଆଯାଇଛି। ଆଉ ମା ମାନେ ରିଲିଫ କ୍ୟାମ୍ପରେ ଅଛନ୍ତି ଟେଣ୍ଟ କରିକି। ତାପରେ ଆମେ ରହିବା ପାଇଁ ଆମର କୌଣସି ଜାଗା ନଥିଲା। ଆମେ କୋଉଠି ରହିବୁ, ମୁଁ ବହୁତ ବ୍ୟସ୍ତ ହଉଥିଲି, କାରଣ ଝିଅ ସାନ ଥିଲା, ପୁଅ ଆଉ କନସିଭରେ ଥିଲା। ବହୁତ ବ୍ୟସ୍ତ ଲାଗିଲା, ଖାଲି କାନ୍ଦୁଥିଲି। ତାପରେ ଆମ ଶ୍ୱଶୁର ଜଣେ ମିଲିଟାରୀ ଯାଇଛନ୍ତି, ସେ ଭୁବନେଶ୍ୱରରେ ରହୁଛନ୍ତି। ତାଙ୍କର ଘର ଗୋଟେ ଛୋଟ ଘର ଥିଲା। ସେ କହିଲା ମା ଆମ ଘରେ ରୁହ, ଆଉ ତାପରେ ଧୀରେ ଧୀରେ ଘର ବନେଇବ। ତାପରେ ଆମେ ତାଙ୍କ ଘରେ ରହିଲୁ, କେତେ ବର୍ଷ ରହିଲୁ। ସେଇଠି ବି ପୁଅ ଜନ୍ମ ହେଲା। ତାପରେ ସେମାନେ ଧୀରେ କହିଲେ, ଆଉ ତମେ ଘର ବନେଇବ, ତମେ ଘର ଚେଞ୍ଜ କର, ନହେଲେ ଅଲଗା ଘର କର, ଆମେ ଘର ସେଠି ବନେଇବୁ। ତାପରେ ମୁଁ କଣ କରିବି କିଛି ଜାଣିପାରିଲିନି। ଯାଇକି ଆମ ଶ୍ୱଶୁରଙ୍କୁ କହିଲି, ବାବା ଆମ ପାଇଁ ଘର ଜାଗା ଦିଅ, ଆମେ ଘର କରିବୁ। ବାବା ସେତେବେଳେ ପ୍ରଭୁଙ୍କୁ ଜାଣିନଥିଲେ, ଆମ ଶ୍ୱଶୁର ବାପା। ଆଉ ବହୁତ କଠୋର ବ୍ୟବହାର ଆମ ସହିତ କରୁଥିଲେ। ସେ କହିଲେ ମୁଁ ଜାଣିନି, ମୋ ଜାଗା ନାହିଁ, ମୁଁ କରିଦେଇ ପାରିବିନି। ବହୁତ ବ୍ୟସ୍ତ ଲାଗିଲା, ଦୁଃଖ ଲାଗୁଥିଲା। ଲାଷ୍ଟ ଗାଁ ଲୋକମାନେ ବି କେତେ ଲୋକ କହିଲେ,
ମା ତୁ ଆଉ ଥରେ ବାପାଙ୍କୁ କହ କିଛି ତ ବ୍ୟବସ୍ଥା କରିଦିଅନ୍ତୁ। ମୁଁ ଯାଇକି ବାପାଙ୍କୁ କହିଲି ବାବା ଯଦି ଆମକୁ କିଛି ବି ଜାଗା ଦେବନି କିଛି ହେଲ୍ପ କରିବନି ବୋଲି ଆମେ କିଛି ବି କରିବୁ ଆଉ ପରେ ଦୁଃଖ କରିବନି। ଯେତେବେଳେ ଏଇ ୱାର୍ଡ ଶୁଣିଲି ସେମାନେ ଭାବିଲେ କାଳେ କଣ କରିବେ ଆମର ଅଧିକାରକୁ ନେବେ ବୋଲି ଭାବିକି ସେ କହିଲେ ହଉ ସେଇଟା ଗୋଟେ ଗୁହାଳ ଘର ଅଛି ସେଇଟା ଘର ସଜାଅ ଆଉ ସେଇ ଘରେ ରହିବ। ମତେ ଖୁସି ଲାଗିଲା ସେଇଟା ଗୁହାଳ ଘର ଗାଈ ବାନ୍ଧୁଥିଲେ ଛୋଟ ଘରଟା ଗୋଟେ ବଖରା ହିଁ ହବ ସେତିକିରେ ମୁଁ ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ହଉ ଛୋଟ ଘର ହେଲେ ମଧ୍ୟ ମୋ ପିଲାମାନଙ୍କୁ ନେଇକି ସେଠି ରହିବି କହିକି ତାର ଦିନ ଯାଇକି ମୁଁ ସେ ଜାଗା ସଫା କରିବା ପାଇଁ ଗଲି। କିନ୍ତୁ ଯେତେବେଳେ ସଫା କରୁଛି ସେ ଜାଗାର ଅନର ଯିଏ ଆମ ଗାଁ ପାଖର ଆଉ ମୁସଲିମ ଲୋକମାନଙ୍କର ଜାଗା ଥିଲା ସେମାନେ ଆସିକି ଡାଇରେକ୍ଟ ମନା କଲେ ଆଉ ସେ ଘରେ ସେଇଠି ତମେ ଘର କରିପାରିବନି ବୋଲି ଡାଇରେକ୍ଟ ସିଲ୍ ପକେଇକି ଗଲେ। ବହୁତ ଦୁଃଖ ଲାଗିଲା କାନ୍ଦିଲି ପ୍ରଭୁ ମୁଁ କଣ କରିବି କୋଉଠିକୁ ଯିବି। ଘର ଭଡାରେ ରହିବାର ବି ଆମର ସକ୍ଷମ ନଥିଲା ଆଉ ଘରେ ଜାଗା ବି ନଥିଲା ଏଡେ ବାପ ଘର ବି ସବୁ ପୋଡି ଯାଇଛି ମା ମାନେ ଟେଣ୍ଟରେ ଅଛନ୍ତି। ଆଉ କଣ କରିବି ମୋ ପୁଅ ଝିଅକୁ ଦିଟା ଧରିକି ମୁଁ କୋଉଠି ରହିବି ଏପଟେ ମାନେ ମା ମାନେ ବ୍ୟସ୍ତ କରୁଛନ୍ତି ଜଲ୍ଦି ଘର ଛାଡ। ଏପଟେ ଆମେ ଘର ଭଡା ରହିବା ପାଇଁ ବି ଆମର ସେମିତି ସକ୍ଷମ ନଥିଲା। ଆଉ ବହୁତ ମୁଁ କାଲି କାନ୍ଦି 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 ରହୁଥିଲି। ତାପରେ ଗାଁ ଲୋକମାନେ କହିଲେ ହଉ ତୁ ଯାହା ଥରେ ସେ ବାପାଙ୍କୁ କହିଯା ସେ ମୁସଲିମ ଲୋକ ବହୁତ ରାଗି ଲୋକ ରାଗନ୍ତି ବହୁତ କଠୋର ବ୍ୟବହାର କରନ୍ତି କଟୁ କଥା କୁହନ୍ତି ତଥାପି ମୁଁ ତାଙ୍କ ପାଖକୁ ବାର ବାର ଗଲି ବାପା ଆମକୁ ଜାଗା ଦିଅ କିନ୍ତୁ ସେ ବହୁତ ମତେ ରାଗିଲେ ଆଉ ଗାଳି କଲେ ତଥାପି ମୁଁ ଯାଉଥିଲି କିନ୍ତୁ ଲାଷ୍ଟ ଦିନ ଗୋଟେ ଦିନ କହିଲେ ଆଉ ତୁ ତୋ ସ୍ୱାମୀକୁ ଡାକେ ସେତେବେଳେ ମୋ ସ୍ୱାମୀ କେରଳ ଥିଲେ ମୁଁ ତାକୁ ଡାକିଲି ସେ ଆସିଲା ତା ଘରକୁ ଗଲା ଯେମିତି ସେ ତାକୁ ଦେଖୁ ଦେଖୁ ଏମିତି ରାଗିଲେ ବାଡେଇବା ପାଇଁ ଉଠିଲେ ତତେ କିଏ କହିଲା କିଏ ଅଧିକାର ଦେଲା ଆମ ଜାଗାରେ ଘର କରିବା ପାଇଁ ବୋଲି ତାକୁ ପୁରା ବହୁତ ବାଡେଇବା ପାଇଁ ଉଠିଲେ ଆଉ ସେମିତି ଲୋକ ହିଁ ଥିଲେ। ଏତେ ରାଗିଲେ ପ୍ରବଳ ରାଗିଲେ ମୋ ସ୍ୱାମୀ ଘରକୁ ଆସିଲା। ଆଉ ଘରକୁ ଆସି ମତେ କହିଲା ଆଉ କିଛି ଉପାୟ ନାହିଁ ଚାଲ ଜିନିଷ ପତ୍ର ରେଡି କର ଆମେ କେରଳ ପଳେଇବା। ତ ମତେ ବି ଦୁଃଖ ଲାଗିଲା ବହୁତ କାନ୍ଦିଲି ଆଉ ସେ ଯୋଉ ମୁସଲିମ ଲୋକ ଯେ ଜାଗାର ଅନର ସେ ଆଉ ସନ୍ଧ୍ୟା ସୁଦ୍ଧା ଗାଁ ଲୋକମାନଙ୍କୁ ସମସ୍ତଙ୍କୁ ଡାକିଲେ ବୁଢ ମାନେ ବାପା ମାନଙ୍କୁ ଆଉ ମିଟିଂ ବସେଇଲେ ଆଉ କହିଲେ ଯେତେ ଶୀଘ୍ର ପାରୁଛ ମୋ ଜାଗାରେ ଯୋଉମାନେ ଘର କରିଛ ସମସ୍ତେ ଜାଗା ଖାଲି କର ମୁଁ କାଲି ଡ୍ରୋଜର ଆଣିକି ଆଉ ସେ ଘର ସବୁ ସଫା କରିଦେବି ସେଇଟା ମୋର ଜାଗା ମୁଁ ବାଉଣ୍ଡ୍ରି କରିବି। ଗାଁ ଲୋକମାନେ ବି ବହୁତ ଚିନ୍ତା କରୁଥିଲେ କାରଣ ସେ ଗାଁରେ ନିଜର ବୋଲି ଜାଗା କାର ନାହିଁ ସେ ମୁସଲିମ ଲୋକମାନେ ସେ ଜାଗାକୁ ଆକ୍ରମଣ କରି ତାଙ୍କ ନାଁରେ କରିଦେଇଥିଲେ ତ ବହୁତ ବ୍ୟସ୍ତ ହେଲେ। ତାର ମୋ ସ୍ୱାମୀ କହିଲେ ଚାଲ ରେଡି ହେଇକି ଯିବା ମୁଁ ତ ବାରିପଟେ ଯାଇକି ବହୁତ କାନ୍ଦିଲି ପ୍ରଭୁ ମୁଁ କଣ କରିବି ମୋ ବାପା ମାଙ୍କୁ ଛାଡିକି ମୁଁ କୁଆଡେ ଯିବି ମୋ ପିଲାମାନଙ୍କର ଭବିଷ୍ୟତ ଏଇଠି ଅଛି ମୁଁ କେରଳରେ କେମିତି ରହିବି ବୋଲି ବହୁତ ଦୁଃଖ କଲି କାନ୍ଦିଲି। ଆଉ ସେତେବେଳେ ମୋ ସ୍ୱାମୀ ବି ପ୍ରଭୁଙ୍କୁ ଜାଣିଥିଲେ ନାମକୁ ମାତ୍ର କିନ୍ତୁ ପ୍ରଭୁରେ ନଥିଲେ ପ୍ରଭୁଙ୍କ ବିଷୟରେ ଜାଣିନଥିଲେ ସେ ଚର୍ଚ୍ଚ ବି ମତେ ବେଳେ ବେଳେ ପଠାନ୍ତିନି ପ୍ରଭୁଙ୍କ ଲୋକମାନେ ଆସିବା ପାଇଁ ମଧ୍ୟ ଏଲାଉ ନଥିଲା। ବହୁତ ଡରି ଡରି ମୁଁ ପ୍ରାର୍ଥନା କରୁଥିଲି ଆଉ ଚର୍ଚ୍ଚ ବି ଯାଉଥିଲି ଯଦି ବା ଚର୍ଚ୍ଚ ଯାଉଥିଲି ସେ ଅଧାରେ ମଧ୍ୟ ଡାକିକି ମତେ ଗାଳି କରନ୍ତି ପ୍ରଭୁ ଲୋକମାନେ ଆମ ଘରକୁ ଆସିବା ପାଇଁ ବି ନଥିଲା ସେଇଥିପାଇଁ ବହୁତ ପ୍ରାର୍ଥନା କରୁଥିଲି ପ୍ରଭୁ ମୋ ସ୍ୱାମୀଙ୍କୁ ପରିବର୍ତ୍ତନ ପାଇଁ ମୁଁ କଣ କରିବି। ଏମିତି ଥିଲି ଗାଁ ଲୋକମାନେ ଗାଁରେ ଗୋଟେ ମଣ୍ଡଳୀ ଥିଲା ଗାଁ ଲୋକମାନେ ମତେ ବାରିପଟୁ ଆସି ମତେ କହିଲେ ମା ତୁ ବ୍ୟସ୍ତ ହନା ତୁ କୁଆଡେ ଯାନା ପ୍ରଭୁଙ୍କ ଲୋକମାନେ ଜଣେ ଆଣ୍ଟି ଥିଲେ ସେ ଆଣ୍ଟି କହିଲେ ତୁ ବ୍ୟସ୍ତ ହନା କାଲି ଶୁକ୍ରବାର ଅଛି କାଲି ଫାଷ୍ଟିଂ ରଖିବା ଆମେ ସମସ୍ତେ ଆମେ ବି ରଖିବୁ ଆଉ ତୁ ବି ଦିନ ରାତି ପ୍ରାର୍ଥନା କରେ ଆଉ ପୁଅକୁ ବୁଝା ପୁଅ ପାଇଁ ବି ପ୍ରାର୍ଥନା କରେ ପ୍ରଭୁ ତାକୁ ଶାନ୍ତି ଦିଅନ୍ତୁ ଆଉ କାଲି ତୁ ତାଙ୍କ ପାଖକୁ ଯିବୁ ପ୍ରଭୁ ନିଶ୍ଚୟ କାର୍ଯ୍ୟ କରିବେ। ମୁଁ କହିଲି ହଉ ଆଣ୍ଟି କହିଲି। ତାପରେ ମୋ ସ୍ୱାମୀ ବି କହିଲେ ସେ ଅନୁତାପ କରି କହିଲେ ସେବା ମୁଁ ତ ପ୍ରଭୁଙ୍କୁ ଜାଣିନି ତୁ ପ୍ରଭୁଙ୍କୁ ଜାଣିଛୁ ଆମେ ମୁଁ ବି ଉପବାସ ପ୍ରାର୍ଥନା କରିବି ତୁ ବି କରେ ଆଉ ପ୍ରଭୁ କାର୍ଯ୍ୟ କରିବେ ମୁଁ ତ କିଛି ଜାଣିନି ମତେ ଶିଖା। ମତେ ଏତେ ଖୁସି ଲାଗିଲା ଯାହା ହଉ ସେ ପ୍ରଭୁଙ୍କ ନାଁ ନେଇ ଆଜି ମତେ କହିଲେ ଉପବାସ କରିବା ପାଇଁ ମତେ ବହୁତ ଖୁସି ଲାଗିଲା। ମୁଁ କହିଲି ହଉ ମୁଁ ତମକୁ କହିବି ତମେ କହିଲ ସେତିକି ଧନ୍ୟବାଦ ପ୍ରଭୁ ଶୁଣିଛନ୍ତି ଆଉ ମତେ ଆଜି ଗୋଟେ ଦିନ ଟାଇମ ଦିଅ ପିଲାମାନଙ୍କୁ ତମେ ସମ୍ଭାଳ ମୁଁ ଫାଷ୍ଟିଂ ରଖିବି ଦିନ ରାତି ଉପବାସ ରଖିବି ମତେ କିଛି ବି କହିବନି କି ପିଲାମାନଙ୍କୁ କିଛି ଡିଷ୍ଟର୍ବ କରିବନି ମୁଁ ଫାଷ୍ଟିଂ ରଖିବି ବୋଲି କହିଲି। ଆଉ ଗାଁ ସାରା ଲୋକମାନେ ଯୋଉମାନେ ହିନ୍ଦୁ ଲୋକମାନେ ସେମାନେ ବ୍ୟସ୍ତ ହଉଛନ୍ତି କୁଆଡେ ଯିବୁ କଣ କରିବୁ କହିକି ଆଉ ଜଣେ ପ୍ରଭୁଙ୍କ ଲୋକମାନେ ସେମାନେ ମଣ୍ଡଳୀ ଥିଲା ସେ ମଣ୍ଡଳୀ ଲୋକମାନେ ଶୁକ୍ରବାର ଦିନ ଦିନ ରାତି ଫାଷ୍ଟିଂ ରଖିଲେ ଆଉ ମୁଁ ବି ସେଦିନ ଦିନ ରାତି ଫାଷ୍ଟିଂ ରଖିଲି। ଶନିବାର ଦିନ ସକାଳେ ଯେତେବେଳେ ହେଲା ମୁଁ ସକାଳେ ଉଠିଲି ଗାଧେଇଲି ଆଉ ପ୍ରାର୍ଥନା କଲି ଆଉ ତାଙ୍କ ସେ ବାପାଙ୍କ ପାଖକୁ ଯିବା ପାଇଁ ମୁଁ ବାହାରିଲି ଯେତେବେଳେ ବାହାରିଲି ଆମ ଶ୍ୱଶୁରଙ୍କର ସାନ ମା ଯିଏ ହେବ ସେ ବୟସ୍କ ଲୋକ 70 ବର୍ଷ 80 ବର୍ଷ ହବ ସେ ପ୍ରଭୁଙ୍କୁ ଜାଣିଥିଲେ ପ୍ରଭୁ ଭଳି ଲୋକ ଆଉ ସେ ମୋ ପାଖକୁ ଆସିଲେ ମତେ କହିଲେ ଏଲିସା ତୁ ବ୍ୟସ୍ତ ହନା ଆଉ ତୁ ଯା ତାଙ୍କ ପାଖକୁ ଯିବୁ ମୁଁ ତୋ ପାଇଁ ପ୍ରାର୍ଥନା କରିଦେବି ତୁ ଯେତେ ପର୍ଯ୍ୟନ୍ତ ତା ସହିତ କଥା ନ ହେଇକି ଆସିବୁ ମୁଁ ଆଣ୍ଠୁରେ ହିଁ ଥିବି ପ୍ରାର୍ଥନା କରୁଥିବି ତୁ ଜମା ବ୍ୟସ୍ତ ହନା ପ୍ରଭୁ ଅଛନ୍ତି ପ୍ରଭୁ ନିଶ୍ଚୟ ଆମମାନଙ୍କର ପ୍ରାର୍ଥନା ଶୁଣିବେ।
तो मु आंठु भांगिली से मो मुंड उपरे हाथ रखिकी प्रार्थना करदेला आउ मते गोटे विषय कहला तू जमा तांको सामने कांदीबुनु कि जगह विषय मागिबुनु खाली जब जीवु जस्ट ठिया हेबु आ प्रभु कार्य करिवे ते साहस देला से माँ अभी भी अच्छी से बुढ़ी माँ तापर मु गाँ लोक भी कहले तू जा व्यस्त हो ना आम अच्छु तापर मु साहस सहित गली से बापा एत रागी थे आ ड्रजर आणिकी गाँ सब माने माने ये करने चेष्टा करथिले किंतु मु साहस सहित गली कौ पो पिला जावाई साहस करुनथिले मु आम झील सकाळे उठिलु बड़ झील सहित घर को गलु आप विश्वास करें मुझे गेट खोलिली खुलु खुलु से बापा मते देखिकी कहला झील आसिलु आसे माँ बोली कहले मो प्रभु को सही धन्यवाद देली केबे मते गोटे झील बोली कथा नथिले खाली देखिले घंटा घंटा मो बाहर ठिया हेबी आ केते समय पर आसिकी मते गाली करुथिले जगह विषय नै कि तो सेहि दिन मुझे प्रार्थना सहित मु जाउची किछि कहिनी मु हसी हसी जाउची कांदीनी कि दुख भी करिनी मु ठिया हिची मते से बापा देखिले आ कहले माँ आसे आ तू व्यस्त हो ना आ 2 घंटा पर सान भाई आसो तो जगह मापिबो तो से कर बनइबो आ किछि चिंता करे ना बोली कहले सेटा ही आमे प्रभु को धन्यवाद देलु झियो सहित धन्यवाद देलु आउ से बापा कहले तू व्यस्त हो ना माँ तू जा घर बनइबू आउ जा तांकर फैक्ट्री थिला सीमेंट गोड़ी सब थिला से कहला जहा दरकार हबो आ मते कहबो मु देबी आ जोटा भी से घर बनइबा पई घर भांगिया पई ड्रजर कहिथिला सेटा भी से कैंसिल कर देला तापर मु खुशी रे घर को धाइली आ प्रभु को धन्यवाद देली आमे मंडली जते कि गाँ लोक समस्त थिले मो पाक आसिले आमे गोटे घरे बसिकी प्रभु को धन्यवाद देलु प्रार्थना कलु प्रभु आमनकर प्रार्थना को सुनिले उपवास सहित आमे जाइथिलु प्रभु आमनकर समस्त प्रार्थना सुनिले एवं 2 घंटा पर से भाई आसिले आ मु जोटा गोटे बखरा पई जगह सफा करे पई जाइथिली आ प्राय 30-40 फुट से मो पई जगह मापी देले आश्चर्य भाव प्रभु तांको जीवन रे कार्य कले आ मु तार दिन ही सकाळे आम पास्टर जे थिले से पास्टर को डाकिली आ प्रार्थना करने कहली से जो फाउंडेशन थिला आगे प्रार्थना कर दियंतु कहली से प्रार्थना करदेले मो पाखे गोटे 100 टंका थिला मो से पास्टर आज्ञा को 100 टंका गोटे देली प्रार्थना करने आ विश्वास करेनि मोर माने मो पाखे गोटे टंकाटे नथिला घर करने पैसा भी नथिला मो स्वामी जल्दी केरल पळेले आ प्रभु एमिति साहाय्य कले कोपटे गुड़ी कोपटे बाली कोपटे सिमेंट कोपटे इटा आसिला मु जानि पाले 3-4 मास भितर मोर घर कंप्लीट हे गला प्रभु अनुग्रह कले आ प्रभु आशीर्वाद कले मो परिवार को सुरक्षा देले प्रभु प्रत्येक प्रार्थना शुणिले आ से बापा जीवन में प्रभु कार्य कले से प्रभु को धन्यवाद देउची एवं प्रभु को महिमान्वित होची साक्ष्य प्रभु गौरव पाए आमेन।